ପ୍ରାଣୀର ଭଲ ମନ୍ଦ ମରଣ କାଳେ ଜାଣି ଭାଗବତରେ ରାମାୟଣରେ ଲେଖା ହେଇଛି। ଜାନକୀ ବାବୁ ଜଣେ ସ୍ଥିତପ୍ରଜ୍ଞ ରାଜନୀତିଜ୍ଞ, ବିଚକ୍ଷଣ, ଗୋଟି ଚାଳନା କରିବାରେ କଂଗ୍ରେସ ଠାରୁ ଆରମ୍ଭ କରି ଗୋଟି ଚାଳନା କରିବା ଠାରେ ଏକ ବ୍ୟକ୍ତିତ୍ୱ ଥିଲେ। ଜାନକୀଙ୍କ ବିଷୟରେ କହିଲେ ତ ବହୁତ ବଡ଼ ହେବ। ସେ ଯେତେବେଳେ ଆସିକି ସଭାପତି ପ୍ରଥମେ ହେଲେ ତାଙ୍କୁ କିଛି ଲୋକ ବିରୋଧ କରୁଥିଲେ, କିଛି ସେତେବେଳାର ନେତୃତ୍ୱ ତାଙ୍କୁ ବିରୋଧ କରୁଥିଲେ ଯେ ଜାନକୀ ପଟ୍ଟନାୟକ କ'ଣ ପିସିସି ପ୍ରେସିଡେଣ୍ଟ କ'ଣ ଚଳେଇବେ, କେମିତି ଏଇମାନଙ୍କ ପାଇଁ ମୁଁ ବାଧ୍ୟ ହେଲି। ସେ ଗୋଟିଏ ଶିବଙ୍କ ପଳିଆ ବିଷପାନ କରିଛନ୍ତି, ତାଙ୍କ ଦେହରେ କୌଣସି ଦାଗ ନଥିଲା, କିଛି ଲୋକଙ୍କ ମାନଙ୍କର ଦାଗରେ ସେ ଏହି ବିଷପାନ କରିଛନ୍ତି, କିନ୍ତୁ ତାଙ୍କୁ ଫୋପାଡ଼ି ଦେଇନାହାନ୍ତି। କଟକ ସହରରେ କେମିତି ସିଡ଼ିଏ ରକ୍ଷା ପାଇବ, ସିଡ଼ିଏରେ କେମିତି ପାଣି ପଶିବ ନାହିଁ, ସିଡ଼ିଏଟା ତାଙ୍କର ଆଉ ବସନ୍ତ ବିଶ୍ୱାଳଙ୍କର ମାନସ ପୁତ୍ର। ନୂଆ ସିଡ଼ିଏ ଯେଉଁ ହେଇଛି ସେଇଟା ତାଙ୍କର ମାନସ ପୁତ୍ର। ସେମାନେ ସକାଳୁ ସନ୍ଧ୍ୟାରେ କଟକ ଭୁବନେଶ୍ୱର ସେ ଗୋଟେ ଲାଇଟ୍ ବି ଯଦି ଲିଭି ଯାଇଥିବ ସେ ମୋତେ ଫୋନ୍ କରିବେ। ଜାନକୀଙ୍କଠୁ ବର୍ତ୍ତମାନ ପିଢ଼ି ଶିଖିବା ପାଇଁ ଆଉ ତାଙ୍କର ବ୍ୟକ୍ତିତ୍ୱକୁ 25 ବର୍ଷ ମଳିନ କରି ଦିଆଗଲା। ମୋ ଜୀବନର ପ୍ରଥମ ଆରମ୍ଭ ଜାନକୀ ପଟ୍ଟନାୟକ ପାଖରୁ। ଗୋଟିଏ ପଦ କହିବି, ପ୍ରାଣୀର ଭଲ ମନ୍ଦ ମରଣ କାଳେ ଜାଣି ଭାଗବତରେ ରାମାୟଣରେ ଲେଖା ହେଇଛି। ତାଙ୍କର ମୃତ୍ୟୁ ଯେଭଳି ହେଲା ବା ଇଏ ଧାମ ଯେତେବେଳେ ତ୍ୟାଗ କଲେ, ତିରୁପତି ଠାରେ ବିଷ୍ଣୁଙ୍କ ସହସ୍ର ନାମ ପଢ଼ୁଛନ୍ତି, ଦେହ ତ୍ୟାଗ କଲେ। ଏଇଥିରୁ ଜଣାପଡ଼େ ସେ ଲୋକଟି ମାନେ କ'ଣ। ଜାନକୀ ବାବୁ ଜଣେ ସ୍ଥିତପ୍ରଜ୍ଞ ରାଜନୀତିଜ୍ଞ, ବିଚକ୍ଷଣ, ଗୋଟି ଚାଳନା କରିବାରେ କଂଗ୍ରେସ ଠାରୁ ଆରମ୍ଭ କରି ଗୋଟି ଚାଳନା କରିବା ଠାରେ ଏକ ବ୍ୟକ୍ତିତ୍ୱ ଥିଲେ। ଜାନକୀ ବାବୁ କାର୍ଯ୍ୟକାରୀ କମିଟି, ବିଧାନସଭା, ବିରୋଧୀ ଦଳ ସମସ୍ତଙ୍କ ସହିତ ସମନ୍ୱୟ ରଖି ସେ ରାଜନୀତି ଜୀବନରେ ତାଙ୍କର ପରିପ୍ରକାଶ ହେଇଛି। ବିରୋଧୀ ଦଳକୁ ଆରମ୍ଭ କରି ସମସ୍ତଙ୍କ ସହିତ ତାଙ୍କର ପରସ୍ପର ବୁଝାମଣା ଭିତରେ ସେ କରୁଥିଲେ। ଜାନକୀଙ୍କ ବିଷୟରେ କହିଲେ ତ ବହୁତ ବଡ଼ ହେବ। ସେ ଯେତେବେଳେ ଆସିକି ସଭାପତି ପ୍ରଥମେ ହେଲେ ତାଙ୍କୁ କିଛି ଲୋକ ବିରୋଧ କରୁଥିଲେ, କିଛି ସେତେବେଳାର ନେତୃତ୍ୱ ତାଙ୍କୁ ବିରୋଧ କରୁଥିଲେ ଯେ ଜାନକୀ ପଟ୍ଟନାୟକ କ'ଣ ପିସିସି ପ୍ରେସିଡେଣ୍ଟ କ'ଣ ଚଳେଇବେ, ସେ ଗୋଟେ ସାହିତ୍ୟିକ ଏଇଭଳି କହୁଥିଲେ। କିନ୍ତୁ ପଛରେ ସେ ପ୍ରମାଣ କରିଦେଲେ ଯେ ସେ ସର୍ବଶ୍ରେଷ୍ଠ ରାଜନୀତିଜ୍ଞ। ଆଜି 15 ବର୍ଷ, 25 ବର୍ଷ, 30 ବର୍ଷ ଭିତରେ ଯେଉଁ ମୁଖ୍ୟମନ୍ତ୍ରୀ ଦେଖିଲୁ, ତାଙ୍କ ଭିତରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଏବେ ଜାନକୀ ବଲ୍ଲଭ ପଟ୍ଟନାୟକ। ଜାନକୀ ବାବୁ ଗଳି କନ୍ଦି ବୁଲିଛନ୍ତି, ପିଲାଙ୍କୁ ଖୋଜି ଖୋଜି ଆଣିଛନ୍ତି। ମୁଁ ଛାତ୍ର ଥିଲାବେଳେ ଛାତ୍ର ନେତୃତ୍ୱ ନେଉଥାଏ ଅନୁଗୁଳରେ, ସାରା ଓଡ଼ିଶା ବୁଲିଲା ବେଳେ ମୋତେ ପିକଅପ୍ କଲେ, ସେ ଗ୍ରହଣ କଲେ। ମୁଁ ପରବର୍ତ୍ତୀ ମୁହୂର୍ତ୍ତରେ କାଉନସିଲର ହେଲି। କାଉନସିଲର ପରେ ମୋତେ ଆଣିକିରି ଛାତ୍ର କଂଗ୍ରେସର ଜେନେରାଲ ସେକ୍ରେଟାରୀ ଭାଗୀରଥୀ ପତିଙ୍କ ନେତୃତ୍ୱରେ ଜେନେରାଲ ସେକ୍ରେଟାରୀ କଲେ। ତାପରେ ଛାତ୍ର କଂଗ୍ରେସର ସଭାପତି କଲେ। ଯେତେବେଳେ ଛାତ୍ର କଂଗ୍ରେସକୁ ଟିକେଟ୍ ଦେବା କଥା ଉଠିଲା, ସେତେବେଳେ ମୋ ଟିକେଟ୍ କଥା ଉଠିଲା। ମୁଁ ଯେତେବେଳେ ଚାହୁଁଥିଲି ଯେ ମୁଁ ଯଦି ଟିକେଟ୍ ନେବି ଅନୁଗୁଳରେ ନେବି, ସେ କହିଲେ ନାଇଁ, ଅନୁଗୁଳ ହେଇପାରିବ ନାହିଁ। କେପି ସିଂହଦେଓ ଚାହୁଁଛନ୍ତି ପ୍ରଫୁଲ୍ଲ ମିଶ୍ର ସେତିକା ସମୟରେ ହେବା ପାଇଁ, ତେଣୁ ତୋତେ ଆଠମଲ୍ଲିକ ଦେବି। ମୁଁ କହିଲି ମୁଁ ଜିତିପାରିବିନି। ନା, ମୁଁ ତ ଯାଇ ମିଟିଂ କରିବି, ତୁ ଜିତିବୁ ଆଉ। ଏବଂ ଜିତିକି ଆସିଲି। ସେ ପ୍ରଚାର ବି କରିଥିଲେ, ଜିତିକି ଆସିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଏମଏଲ୍ଏ ହେଲୁ। କିଛି ସମୟ ପରେ କିଛି ଗୋଷ୍ଠୀ ଭୁଲ ବୁଝାମଣା ଭିତରେ କିଛି ଗୋଷ୍ଠୀଙ୍କ ଲାଗି ଜାନକୀ ବାବୁ ବଦନାମ ହେଲେ। ସେଇ ମୁଷ୍ଟିମେୟ ଗୋଷ୍ଠୀ ବହୁତ
ତାଙ୍କୁ ଇଏ କରିଛନ୍ତି। ଆମେ ସେତେବେଳେ ମ୍ୟାଚୁର୍ଡ ନଥିଲୁ, ପଲିଟିକାଲି ଜାଣିପାରୁନଥିଲୁ। ତେଣୁ ଜାଣିକି ଆଉ ସେ ସବୁକୁ ସହି ସମସ୍ତଙ୍କୁ ନେଇ ସେ ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ 15 ବର୍ଷ କଲେ। ମୁଁ ଯେତେବେଳେ ପାର୍ଲାମେଣ୍ଟ ମେମ୍ବର ହେଲି, ମୋତେ ପ୍ରଥମେ ତାଙ୍କର ଫୋନ୍ ଆସିଲା, କଂଗ୍ରାଚୁଲେସନ୍। ମୁଁ କହିଲି ଆଜ୍ଞା ଧନ୍ୟବାଦ, ବହୁତ କୃତଜ୍ଞ। ତାପରେ ମୁଁ MP ହେଇଥାଏ, ଆସାମ ଯାଇଥାଏ। ସେ ଆସାମରେ ଗଭର୍ଣ୍ଣର ଥାନ୍ତି। ଜଣେ ଲୋକର ବ୍ୟକ୍ତିତ୍ୱ ମୁଁ କହୁଛି। ଆସାମରେ ଗଭର୍ଣ୍ଣର ଥାନ୍ତି। ମୁଁ ରୁଦ୍ରମାଧବ ରାୟ ଯିଏ ଫୁଲବାଣୀର MP ଥିଲେ, ସେ ସକାଳେ ଯାଇକିରି ତାଙ୍କୁ ଭେଟି ଦେଇକି ଆଇଲେ ଗଭର୍ଣ୍ଣର ଅଫିସରେ। ତାପରେ ମୋତେ ଆସି କହିଲେ ମୁଁ ଭେଟିଛି। ମୁଁ ଭାବିଲି ଏତେ ଇଏ ଭିତରେ ମୁଁ ଯିବି କି ନାହିଁ, ଗ୍ରହଣ କରିବେ କି ନାହିଁ। ତାଙ୍କୁ ତ ବହୁତ ସମାଲୋଚନା କରିଛି, ତାପରେ କଠୋର ସମାଲୋଚନା କରିଛି, କ'ଣ ଯିବି। ଭାବି ଭାବି ମୁଁ ନିଷ୍ପତ୍ତି ନେଲି ଏବଂ ଦିନ 1 ବେଳେ ଫୋନ୍ କଲି ADC ଗଭର୍ଣ୍ଣରଙ୍କୁ ଫୋନ୍ କଲି। ସେ ସାଙ୍ଗେ ସାଙ୍ଗେ ଖବର ଦେଲେ, କହିଲେ ମୁଁ 5 ମିନିଟ୍ରେ କହୁଛି। ସାଙ୍ଗେ ସାଙ୍ଗେ ଫୋନ୍ କଲେ ଯେ ଆପଣଙ୍କର 5ଟା ବେଳେ ଆପଏଣ୍ଟମେଣ୍ଟ ହେଇଯାଇଛି, ଗଭର୍ଣ୍ଣର ଆପଣ ଭେଟିବେ। ମୁଁ ଯାଇ ଯେତେବେଳେ ଗଭର୍ଣ୍ଣର ହାଉସ୍କୁ ଯାଏ, ସେ ବାହାରେ ବାରଣ୍ଡାରେ ଠିଆ ହେଇଛନ୍ତି। ମୁଁ ଗଭର୍ଣ୍ଣର ଘରକୁ ଯିବି ବୋଲି ଭିତରକୁ ଯିବା ପାଇଁ ଅନେଇଛି ଏବଂ ସେ ମୋ ମୁଣ୍ଡରେ ଗୋଟେ ଟୋପି ପିନ୍ଧେଇ ଦେଲେ, ଗୋଟେ ଚଦର ପିନ୍ଧେଇ ଦେଲେ। ସେଠୁ ମୁଁ ଆଶ୍ଚର୍ଯ୍ୟ ହେଲି। ମୁଁ କହିଲି ଇଏ ହେଉଛି ଟ୍ରାଡ଼ିସନ୍। ସେଠୁ ଭିତରକୁ ଡାକିଲେ, କହିଲେ ଆଜି ସବୁ କାମ ମୁଁ ବନ୍ଦ କରିଦେଇଛି, ତୋ ସହିତ କଥା ହେବି। ବହୁତ ସମୟ ଧରି ସେ ଶେଷ ସମୟ ବହୁତ ସମୟ ଧରି ମୋ ସହିତ ରାଜନୀତି ବିଷୟରେ କଥା ହେଲେ। କେମିତି କିଛି ଲୋକ କଲେ, କେମିତି ମୁଁ ବିରୋଧୀ ଦଳଠୁ ଆରମ୍ଭ କରି କଂଗ୍ରେସ ଭିତରେ ଗୋଷ୍ଠୀ ଭିତରେ ମୁଁ କେମିତି ଶିକାର ହେଲି, ସବୁ କଥା ତାଙ୍କର ମୋ ଭିତରେ ବ୍ୟକ୍ତିଗତ ଆଲୋଚନା। କାରଣ ଅତ୍ୟନ୍ତ ବ୍ୟକ୍ତିଗତ ଭାବରେ ମୋର ତାଙ୍କ ସହିତ ଜଡ଼ିତ ଥିଲି ଛାତ୍ର ଜୀବନରେ ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଛାତ୍ରଗଣ ସଭାପତି ବେଳେ। ସିଏ ତ ମୁଁ ଉଦାରତା ଲୋକ। ମୁଁ ଯେତେବେଳେ ପଚାରିଲି, ମୁଁ କହିଲି କ'ଣ ଆଉ ଓଡ଼ିଶାରେ କଂଗ୍ରେସ ହେବ? ସେ ଖାଲି କହିଲେ, ଏମିତି କହିଲେ, ଏମିତି କହୁଥାନ୍ତି ଯେମିତି ତାଙ୍କର ମନରେ ବ୍ୟଥିତ, ବହୁତ କଷ୍ଟ। ସେ ଗଳି କନ୍ଦି ବୁଲିଛନ୍ତି ଏବଂ ସମସ୍ତଙ୍କ ପାଖକୁ ଯାଇଛନ୍ତି। ଯେତେବେଳେ ବିରୋଧୀ ଦଳରେ ଥିଲେ, ଯେତେବେଳେ କଂଗ୍ରେସ କିଛି ଆଶା ନଥିଲା, 77 ମସିହା ପୂର୍ବର କଥା, 77 ପରେ ପରେ, ସେତେବେଳେ ଜାଣିକି ଆଉ ଏଭଳି ଭାବରେ ସଂଗଠନ କଲେ ସମସ୍ତଙ୍କୁ ନେଇକି। ଯେଉଁମାନେ ପଳେଇଥିଲେ ସେମାନଙ୍କୁ ଆଣିକିରି ମଧ୍ୟ ମନ୍ତ୍ରୀ କରିଛନ୍ତି, ତଥା ଆମର ଜଗନ୍ନାଥ ପଟ୍ଟନାୟକ ସେ ବି ପଳେଇଥିଲେ, ଶ୍ରୀବଲ୍ଲଭ ପାଣିଗ୍ରାହୀ ଯାଇଥିଲେ। ସମସ୍ତଙ୍କୁ ଆଣିକିରି MP ଇଏ କରି ସମସ୍ତେ ଯିଏ ଯେଉଁଠି 20ଟା MP ସେତେବେଳେ ଜିତେଇକି ପଠେଇଲେ। ଗୋଟିଏ MP କେନ୍ଦ୍ରାପଡ଼ାରେ ସେ ହାରି ଯାଇଥିଲେ, ଗୟାଚାନ୍ଦ ଭୂୟାଁ, ତାଙ୍କୁ ବି ରାଜ୍ୟସଭା ପଠାଗଲା। ତେଣୁ ସେ ସମସ୍ତଙ୍କୁ କରିଛନ୍ତି। ଶେଷ ଜୀବନ ସେ ଯାହା ମୁଁ କହିଲି ପ୍ରଥମେ, ଯେ ପ୍ରାଣୀର ଭଲ ମନ୍ଦ ମରଣ କାଳେ ଜାଣି, ତାଙ୍କର ଯେଉଁ ମୃତ୍ୟୁ, ଶ୍ରେଷ୍ଠ ମୃତ୍ୟୁ, ଭଗବାନଙ୍କ ନାମ ନେଉଛନ୍ତି, ଆଉ ଏଭଳି ବ୍ୟକ୍ତିତ୍ୱ କେଉଁଠୁ ଆସିବ? ଏବଂ ବିଚକ୍ଷଣ ତାଙ୍କର ବିରୋଧୀ ଦଳକୁ ଆରମ୍ଭ କରି ଭାଷଣ, ତାଙ୍କ କଥାବାର୍ତ୍ତାରୁ ଗୋଟିଏ ବି ପଦ ତମେ ସ୍ଲିପ୍ କଲା ଭଳିଆ ପାଇବ ନାହିଁ। ଆଉ ବିରୋଧୀ ଦଳକୁ ଠିକ୍ ଭାବରେ ମୁକାବିଲା କରୁଥିଲେ। ସେ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମୁଁ କହିବା ପାଇଁ ଚାହୁଁନାହିଁ, କାହିଁକିନା ଜଣେ ଗଲା ପରେ ଅନେକ ଲୋକ ଶତ୍ରୁ ହେବେ। କେମିତି ମୋତେ ବେଶୀ ବିରୋଧୀ ଦଳ ଅପେକ୍ଷା ଅସନ୍ତୁଷ୍ଟ ଗୋଷ୍ଠୀ ଯେଉଁ ସେମାନେ କେମିତି ବେଶୀ ହଇରାଣ କରିଛନ୍ତି, ଯେଉଁଥିପାଇଁ କଂଗ୍ରେସ ଗଲା, ଏମିତି କେତେ ଗୁଡ଼ିଏ କଥା କହିଛନ୍ତି। ସବୁ କଥା ଏବଂ କେମିତି ଏଇମାନଙ୍କ ପାଇଁ ମୁଁ ବାଧ୍ୟ ହେଲି। ସେ ଗୋଟିଏ ଶିବଙ୍କ ପଳିଆ ବିଷପାନ କରିଛନ୍ତି। ତାଙ୍କ ଦେହରେ କୌଣସି ଦାଗ ନଥିଲା,
କିଛି ଲୋକଙ୍କ ମାନଙ୍କର ଦାଗରେ ସେ ବିଷ ପାନ କରିଛନ୍ତି କିନ୍ତୁ ତାଙ୍କୁ ଫୋପାଡ଼ି ଦେଇନାହାନ୍ତି। ଅର୍ବାନ ମନ୍ତ୍ରୀ ମୁଁ ଯେତେବେଳେ ହେଲି ମୁଁ ତାଙ୍କୁ ପଚାରିଲି, ମୁଁ କହିଲି ନାଇଁ ନାଇଁ, ମୁଁ କହିଲେ ତୁ ଅର୍ବାନ ହବୁ ଆଉ କାହିଁକିନା ସମ୍ଭାଳି ପାରିବେନି। ମୁଁ ଅର୍ବାନ ଛୋଟ ଡିପାର୍ଟମେଣ୍ଟ ଥିଲା, ମୁଁ ତାକୁ ବଡ଼ କରି କରି ଅନେକ କାମ ମୁଁ କହିଲି ଯାହା କହେ। ମୁଁ କହିଲି ନରାଜ ୱାଟର ସପ୍ଲାଇ ପାଇଁ ଆପଣ ଟଙ୍କା ଦେବେ। ନରାଜ ୱାଟର ସପ୍ଲାଇ ଯେଉଁଟା ଆଜି ଭୁବନେଶ୍ୱରରେ ବଡ଼ ପ୍ରୋବ୍ଲେମ୍ ଥିଲା ପାଣିର, ବହୁତ ସକାଳୁ ଉଠିଲେ ମୋତେ ସମସ୍ତେ ଫୋନ୍ କରିବେ ମନ୍ତ୍ରୀ ଟୁ ଅଫିସର ପର୍ଯ୍ୟନ୍ତ, ପାଣି ନାହିଁ ପାଣି ନାହିଁ ପାଣି ନାହିଁ। ନରାଜ ୱାଟର ସପ୍ଲାଇ ବଜେଟ୍ରେ ଟଙ୍କା ଦେଇ ସବୁ ଟଙ୍କା ଦେଇକି ନେଇ ଇଏ କରିଯାଇଥିଲା, ସେତେବେଳେ କାମ ହେଉନଥିଲା କିଛି। ତାପରେ ତାକୁ କରି ନରାଜ ୱାଟର ସପ୍ଲାଇ ଗୋଟେ ବଡ଼ ଯେଉଁ ଭୁବନେଶ୍ୱର ଗ୍ରେଟର ପ୍ଲାନ୍ ଦେଖୁଛନ୍ତି ଆପଣ, ଯେଉଁ ପୁରୀରୁ ସେ ଯେଉଁ ବାଇପାସ୍ ହେଇକିରି ଯେଉଁଟା ଏଠି ପିପିଲି ପାଖରେ ସେଠୁ ବିସିଜି ଉତ୍ତରାଛକରେ, ଏଇ ଯେଉଁ ଟୋଟାଲ ଇଏଟା ଆମ ଅର୍ବାନ ପ୍ଲାନିଂ ଏଇଟା ସେତେବେଳେ ସେଇ ପ୍ଲାନିଂରେ ଆଜି ଚାଲିଛି, କିଛି ଅଧିକା କରିନାହାନ୍ତି। ଭୁବନେଶ୍ୱର କଟକ ସହର ତ ଦରଦି ତାଙ୍କର ଥିଲା, କଟକ ସହର ତାଙ୍କର ବହୁତ ଦରଦି ଥିଲା। କଟକ ସହର କେମିତି ହେବ, ଆଜି ଯେଉଁ କାଠଯୋଡ଼ି ପୋଲ ସେ ତାଙ୍କରି ମାଇଣ୍ଡରେ। ଆମର ଖୁବ୍ କମ୍ ପଇସା ଥିଲା ସେତେବେଳେ, ମୋର ଯାହା ଯେତିକି ଜଣାପଡ଼ୁଛି 1000 କୋଟି ନା କେତେ ଥିଲା ବୋଧେ ସେତେବେଳେ, ମୁଁ ବେଶ ଠିକ୍ ଭାବରେ ମନେ ପଡ଼ୁନି। କଟକ ସହରରେ କେମିତି ସିଡ଼ିଏ ରକ୍ଷା ପାଇବ, ସିଡ଼ିଏରେ କେମିତି ପାଣି ପଶିବ ନାହିଁ, ସିଡ଼ିଏଟା ତାଙ୍କର ଆଉ ବସନ୍ତ ଭୂଷଣଙ୍କର ମାନସ ପୁତ୍ର। ନୂଆ ସିଡ଼ିଏ ଯେଉଁ ହେଇଛି ସେଇଟା ତାଙ୍କର ମାନସ ପୁତ୍ର। ସେମାନେ ସକାଳୁ ସନ୍ଧ୍ୟାରେ କଟକ ଭୁବନେଶ୍ୱର ସେ ଗୋଟେ ଲାଇଟ୍ ବି ଯଦି ଲିଭି ଯାଇଥିବ ସେ ମୋତେ ଫୋନ୍ କରିବେ। ଏତେ ଉଦାରତା ଲୋକ। ମୁଁ ଟିକେ ଲେଟ୍ ରାଇଜରରେ ଉଠେ, ତାଙ୍କୁ କିଛି ଛାତ୍ର କଂଗ୍ରେସ ବିଭିନ୍ନ ପିଲା ଯାଇକି ତାଙ୍କୁ ସକାଳୁ କହନ୍ତି ଟିକେ ଅମର ଭାଇଙ୍କୁ ପୁଅ ଅମର ପ୍ରଧାନଙ୍କୁ କୁହନ୍ତୁ ଇଏ କରନ୍ତୁ। ଆରେ ସେ ତ ସକାଳେ ଶୋଇଥିବ, ସେ ଠିକ୍ ଜାଣିଛନ୍ତି ଯେ ମୁଁ 10ଟା 11ଟା ପରେ ଇଏ କରିବି। ସେ 11ଟା ବେଳକୁ ମୋତେ ଫୋନ୍ କରିବେ, ଫେର କହିବେ ଅମର ଏଇ କାମଟା ଟିକେ କରିଦେବ। ଏଭଳି ଥିଲେ। ଜୟନ୍ତୀ ପଟ୍ଟନାୟକ ବି ତାଙ୍କଠୁ ଆହୁରି ଭଲ ଲୋକ ଥିଲେ। ଜୟନ୍ତୀ ଯେଉଁଟା ଜାନକୀ ପଟ୍ଟନାୟକ ତ ଜୟନ୍ତୀ ପଟ୍ଟନାୟକ କୁହ। କ୍ରିକେଟ ଆସୋସିଏସନରେ ଥିଲାବେଳେ ମୋର ତାଙ୍କ ଜଣେ ସହିତ କଣ୍ଟେଷ୍ଟ ହେଲା, ସେ କିନ୍ତୁ ସେଥିରେ ସେ ଇଏ କରିନାହାନ୍ତି, ମୋତେ ବିରୋଧ କରିନାହାନ୍ତି କି ତାଙ୍କର ବ୍ୟକ୍ତିଗତ ଇଏ ସେ କରିନାହାନ୍ତି। ଏବଂ ଗୋଟେ ଟାଇମ୍ରେ ଭୋଟ ଦେବାକୁ ପଡ଼ିଲା ମୋତେ। ସିନ୍ଧିଆ ଚାହୁଁଥିଲେ ଏ ଯେଉଁ ଡାଲମିଆ ବିରୁଦ୍ଧରେ ଜଣେ କ୍ୟାଣ୍ଡିଡେଟ୍ ଦେଇଥିଲେ BCCIରେ, ସେ ଭୋଟ ଦେବା ପାଇଁ ଜାନିକି ଆଉ ମୋତେ ରିକ୍ୱେଷ୍ଟ କଲେ, କହିଲେ ଅମର ମୁଁ କହିବା କଥା ନୁହେଁ, ତୁମେ ତାକୁ ଭୋଟଟା ଦିଅ, ଏମିତି କହିଥିଲେ। ଜାନକୀ ବାବୁ ବିଷୟରେ ଅନେକ କଥା ଜାନକୀବାବୁଙ୍କଠୁ ବର୍ତ୍ତମାନ ପିଢ଼ି ଶିଖିବା ପାଇଁ, ଆଉ ତାଙ୍କର ବ୍ୟକ୍ତିତ୍ୱକୁ 25 ବର୍ଷ ମଳିନ କରି ଦିଆଗଲା। 25 ବର୍ଷ ପୁରା ତାଙ୍କ ବ୍ୟକ୍ତିତ୍ୱଟାକୁ ମଳିନ କରିଗଲା, କିନ୍ତୁ ସେ ମଳିନ ରହିବେ ନାହିଁ। ଇତିହାସ ଦିନେ କହିବ ଯେ ଜାନକୀ ପଟ୍ଟନାୟକ କ'ଣ। ନୟାପଲ୍ଲୀଠୁ ଆରମ୍ଭ କରି ଯେଉଁ ଆଜି ଯେଉଁମାନେ ଦେଖୁଛନ୍ତି, ଭରତପୁର ଯେଉଁ ଦେଖୁଛନ୍ତି, ଯିଏ ଡିପାର୍ଟମେଣ୍ଟରେ ଯେଉଁମାନେ ଆପ୍ଲାଇ କରିଥିଲେ ସମସ୍ତଙ୍କୁ ପ୍ଲଟ୍ ଦିଆଗଲା। ଏମିତି କେବେ ଦିଆଯାଇନି। ଏବଂ 30% ମୁଁ ଯେତେବେଳେ ତାଙ୍କୁ କହିଲି, ମୁଁ କହିଲି ଆଜ୍ଞା ସର୍ଭିସ୍ କ୍ଲାସ୍ ପିପିଙ୍କ ପାଇଁ ରଖିବାକୁ ପଡ଼ିବ, ଯେଉଁମାନେ ଧୋବା ଭଣ୍ଡାରୀ ଅମକ ସମକ, ସେ ବିଡ଼ିଏରେ ମଧ୍ୟ ବ୍ୟବସ୍ଥା କରିଥିଲେ ଯେ 30% ସେମାନଙ୍କ ପାଇଁ MIG LIG ସବୁ କରାହେଇଥିଲା। ନୂଆ ଭୁବନେଶ୍ୱର ପ୍ରକଳ୍ପ ଯାହା ଦେଖୁଛନ୍ତି, ଏଇ ରୋଡ଼ ଦେଖୁଛନ୍ତି, ସବୁ ଟ୍ରାଫିକ୍ ଦେଖୁଛନ୍ତି, ସବୁ ଜାନକୀ ପଟ୍ଟନାୟକଙ୍କର ପରିକଳ୍ପନା।